नमस्कार मु धूमि प्रियदर्शिनी आपण को स्वागत करुच्ची मो चैनल किछि कथा किछि गपरे। आज पर्यायर गाल्पिक सच्चिदानंद राउतरायंकर गल्प माटीर ताज विषयर शेष पर्यायटी जानिबा। मदनार फेर मने पड़िला दिने दिने संज बुड़े अमीना आउ सी दिहे जाक गाँ मुंड घरे थिबा 100 वर्षर हाजी साहेब मुस्ताफा पाखरे कहानी सुनिबा लगे हाजर हुंती। आरब मरुभूमिर मुसाफिर कथा, बुलबुल चढ़ई कथा, आली बाबा और डकायत कथा, बागदादर डाहाणी कथा, निर्जला मरुभूमि रे ओट आउ फकीर कथा शुणी दिहे भୟରେ दिहिंक पाखକୁ ଲାଗି ଲାଗି ଆସନ୍ତି। ସେଇ ସୁଦୂର ମରୁଭୂମି ଆରପଟେ ଖଜୁରୀ ଗଛ ଗହଳରେ ଅଚେତ ହେଇ ଶୋଇଥିବା ଶାଗୁଆ ଦୀପକୁ ଚାଲିଯିବା ଲାଗି ଅମିନାର ଢୁଳୁ ଢୁଳୁ ଆଖି ପତା ଦୋଟିରେ କେମିତି ନିଶା ଲାଗେ ତାହା ଏତେ ଦିନ ପରେ ବି ମଦନର ମନେ ପଡ଼ିଲା। ମଦନକୁ 15 ବର୍ଷ ହେବା ପର୍ଯ୍ୟନ୍ତ ଅମିନା ଛଡ଼ା ଅନ୍ୟ କାହାରିକି ଜାଣିନଥିଲା। ଅମିନା ମଧ୍ୟ 13 ବର୍ଷରେ ପାଦ ଦେବା ପୂର୍ବରୁ ମଦନା ଭାଇ ବୋଲି ପାଣି ପିଉନଥିଲା। ଜଣଙ୍କର ଘର ଦିହିଁଙ୍କର ଘର ହେଇଥିଲା। ଜଣଙ୍କର ସୁଖ ଦୁଃଖ ଦୁଇ ଜଣଙ୍କର ସୁଖ ଦୁଃଖ ହେଇଯାଇଥିଲା। ଦିହେଁ ଦିହିଁଙ୍କର ଦିନର ସାଥୀ ଆଉ ରାତିର ସ୍ୱପ୍ନ ହେଇ ଜୀବନର ସବୁଠାରୁ ତରଳ ଆଉ ଢଳ ଢଳ ସମୟତକ କଟାଇ ଦେଇଥିଲେ। ତାପରେ ଦିନେ ସେଦିନ ମଦନା ଆଉ ଅମିନାର ଦେଖା ପାଇଲାନି। ସେ ତାକୁ କେତେ ଖୋଜିଲା। ନଟା ପୋଖରୀ ବଣବୁଦା ଯେଉଁଠାରେ ଅମିନା ସାଙ୍ଗରେ ତାର ନୀତି ନୀତି ଭେଟ ହୁଏ ସେ ସବୁଆଡ଼େ ଯାଇ ତାକୁ ଖୋଜି ଖୋଜି ବୁଲିଲା, ମାତ୍ର ଅମିନା ନାହିଁ। ଦିନେ ଗଲା, 2 ଦିନ ଗଲା, 3 ଦିନ ଗଲା। 4 ଦିନ ସକାଳେ ମଦନା ଚୁପ୍ କରି ଯାଇ ଅମିନା ଘର ଦାଣ୍ଡ ପିଣ୍ଡା ତଳେ ଠିଆ ହେଲା। ବୁଢ଼ା ଦିଲିର ଖାଁ ପିଣ୍ଡା ଉପରେ ବସି ବିଡ଼ି ତିଆରି କରୁଥିଲା। ମଳିନ ମୁହଁରେ ମଦନା ପଚାରିଲା, ଅମିନା କାହିଁ? ବୁଢ଼ା ଦିଲିର ଖାଁର ଧଳା ଦାଢ଼ି ଗୁଡ଼ାକ ଭିତରେ ଟିକେ ହସର ଢେଉ ଖେଳିଗଲା। ସେ ମୁହୂର୍ତ୍ତକ ପାଇଁ ବିଡ଼ି ତିଆରି ବନ୍ଦ କରି ଜବାବ ଦେଲା, ଅମିନା ବଡ଼ ହେଇଗଲାଣି, ଆଉ ଏଣିକି କାହାରିକୁ ଦେଖାଦବନି, ତାର ଜଲ୍ଦି ଶାଦି ହବ। ମଦନା ଚୁପ୍ ହେଇ ଫେରି ଆସିଲା। ସେଇ ଦିନୁ ମଦନା ଆଉ ଅମିନା ସଙ୍ଗେ କଥା ଭାଷା ହେଇନି କି ତାକୁ ଭଲ କରି ଟିକେ ଦେଖିବାର ସୁଯୋଗ ପାଇନି। ଦୂରରୁ ଖୁବ୍ ଦୂରରୁ ଅମିନାର ଛାଇ ହୁଏତ ବେଳେବେଳେ ତା ଆଖି ଉପରେ ମାଡ଼ି ବସିଛି। ଭଲ କରି ଟିକେ ଦେଖିବା ଆଗରୁ ଆପେ ଆପେ ପୁଣି ତାହା କୁଆଡ଼େ ଉଭି ଯାଇଛି। ଦିନେ ଦିନେ ମଦନା ଗଣେଶ ମାରୱାଡ଼ିଙ୍କ ପକ୍କା କାମ କରିବାକୁ ନିହାଣ ମୁଗୁର ଧରି ବାହାରିବା ବେଳେ ଅମିନା ଘରକୁ ଲାଗି ସିଜୁଗଡ଼ ପାଖରେ କାହାର କାଚ ଝୁଣଝୁଣ ଶବ୍ଦ ହୁଏ। ଦୂରରୁ ଦେଖେ ଅମିନା ତାରି ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ରହିଛି। ଚାରି ଆଖି ମିଶିଯିବା ସଙ୍ଗେ ସଙ୍ଗେ ଅମିନା ଆଖି ତଳକୁ ପକେଇ ଦେଇ ସେଠୁ ଲାଜରେ ଓଢ଼ଣା ଟାଣି ପକେଇ ଯାଇ ପୁଣି ଗଛ ଆଢ଼ୁଆଳରେ ଲୁଚିଯାଏ। ଆଉ ଦିନେ ଦିନେ ମଦନା ସେବାଟେ ଗଲାବେଳେ ଦେଖେ ଅମିନା ତାଙ୍କ ଦାଣ୍ଡପଟ ଅଗଣା କୂଅରୁ ନଈଁ ପଡ଼ି ପାଣି କାଢ଼ୁଛି। ଦାଣ୍ଡ କବାଟ ମେଲା ହେଇଥିଲେ ରାସ୍ତାରୁ ଅମିନା ଘରର ଦାଣ୍ଡପଟ ଅଗଣା ଦେଖାଯାଏ। ମଦନାକୁ ଦେଖି ଅମିନାର ଗରାଟା କୂଅ ଭିତରେ ରହିଯାଏ। ଦୌଡ଼ିଟା ହାତରେ ଗୋଡ଼ରେ ଛନ୍ଦି ହେଇଯାଏ। ତାର ବଡ଼ ବଡ଼ ଭୋକିଲା ଆଖି ଯୋଡ଼ାକ ଦୂରରୁ ଆସି ତା ଦେହରେ ନାଛି ହେଇଯାଆନ୍ତି। ଏହିପରି ଭାବରେ ଜଣା ଅଜଣା, କୁହା ଅକୁହା ଓ ଦେଖା ଅଦେଖା ଭିତରେ ଦିହିଁଙ୍କର ଦିନ ଗଡ଼ିଯାଏ। ହଠାତ୍ ଦିନେ ମଦନା ଶୁଣିଲା ଅମିନା ଘରେ ଭାରି ଗୋଳମାଳ ଲାଗିଛି। ବହୁତ ଲୋକବାକ ଆସିଛନ୍ତି। କୁର୍ମା, ପଲାଉ ଆଉ ଜାଫରାନ ଦିଆ ବିରିୟାନୀ ଗନ୍ଧରେ ଦିଲିର ଖାଁର ଘର ଦ୍ୱାର ମହକି ଉଠୁଛି। ଏହାପରେ ଦିନ 15ଟା ନ ଯାଉଣୁ ବାଣ ବାଜଣା ଆଉ ରୋଷଣୀରେ ସେଇ ଛୋଟ ପାହାଡ଼ ତଳିଆ ଗାଁଟିର ଦାଣ୍ଡ ପଡ଼ିଆ ଉଛୁଳି ଉଠିଲା। ବର ଆସିଲା, ବରଯାତ୍ରୀ ଆସିଲେ, ମୌଲବୀ ଓକିଲ, ଗୁହା ହଜାମ ସମସ୍ତେ ଆସି ପହଞ୍ଚିଲେ। ବର ପକ୍ଷର ଓକିଲ 2 ଜଣ ଗୁହାଙ୍କୁ ସାଙ୍ଗରେ ଧରି ଅମିନାର ମତାମତ ଜାଣିବା ପାଇଁ ମାମୁଲି ପ୍ରଥା ଅନୁସାରେ ଘର ଭିତରକୁ ଗଲେ। ବର ପକ୍ଷର ଦେଏନ ମେହେର ବା ଶଙ୍ଖଳା ଆସିଥିବା ସୁନାହାରଟାକୁ ନେଇ ଅମିନାକୁ ଭେଟି ଦେବା ପରେ ତାର ଏ ବିବାହରେ ମତ ଅଛି କି ନାହିଁ ଜାଣିବା ଲାଗି କାଜେ 3 ଥର ପଚାରି ମନ୍ତ୍ର ପଢ଼ିଲେ। ଆନିକା ହମିନ ସୁନ୍ମତି ଫାମାନ ରଘିବାନ ସୁନ୍ମତି ଫାରେ ସମିନମି। ଭାବି ବଧୂ ଅମିନା ବିବାହରେ ତାର ଇଚ୍ଛା ଅଛି କି ଅନିଚ୍ଛା କ'ଣ ଜଣେଇଲା କେହି କିଛି ଶୁଣିପାରିଲେନି। ତାର ସମ୍ମତି ଜାଣିବା ଲାଗି ତା ହାତକୁ 5 ଟଙ୍କା ବଢ଼େଇ ଦିଆଗଲା। ଆଉ ତା ହାତ ପାଖରେ ଓକିଲ ଗୋଟେ ଥାଳି ଧରି ସେଇ ଥାଳି ଉପରେ ଟଙ୍କାତକ ପକେଇ ଦେଇ ତାର ରାଜି ଅଛି ବୋଲି ଜଣେଇ ଦେବାକୁ ହୁକୁମ ଦେଲେ। ଅମିନାର ହାତଟା ହୁଏତ ଏହାପରେ ଟିକେ ଥରି ଉଠିଥିଲା। ତାପରେ ତାର କ୍ଳାନ୍ତ ଶିଥିଳ ହାତ ମୁଠା ଭିତରୁ ରୂପାର ଟଙ୍କା କେତୋଟା ଆପେ ଆପେ ନିଜ ଭାରରେ ନିଜେ ଥାଳି ଉପରେ ଝଣଝଣ ଖସି ପଡ଼ିବାର ଶୁଣାଗଲା। ଓକିଲ ଗୁହାମାନେ ଖୁସି ହେଇ ଅମିନାର ସମ୍ମତି ଘେନି ବର ପାଖରେ ଯାଇ ହାଜର ହେଲେ। ଅମିନାର ସେଇ ହାତ ଇଙ୍ଗିତ ସଙ୍ଗେ ତାର ମନ ଇଙ୍ଗିତର କୌଣସି ସାମଞ୍ଜସ୍ୟ ଥିଲା କି ନାହିଁ ସେ କଥା କାହାରି ବୁଝିବା ପାଇଁ ସମୟ ନଥିଲା। ନିଜେ ଅମିନା ମଧ୍ୟ ଏତେ ବାଜା ବାଜଣା, ଲୋକବାକ, ବନ୍ଧୁବାନ୍ଧବ, କାଜୀ ମୌଲବୀଙ୍କ ଭିଡ଼ରେ ତା ମନର ଗୋପନ କଥାଟି ମନେ ରଖିଥିଲା କି ନାହିଁ ସନ୍ଦେହ।
ତାପରେ ବରର ଏ ବିବାହରେ ରାଜି ଅଛି କି ନାହିଁ ଜାଣିବା ଲାଗି ଓକିଲ ଆଉ ଗୁହାମାନେ ଯାଇ ତାଙ୍କୁ ମାମୁଲି ଭାବରେ ପଚାରିଲେ, କବୁଲ ତ? ସଙ୍ଗେ ସଙ୍ଗେ ଉତ୍ତର ଆସିଲା, କବୁଲ। ଉପସ୍ଥିତ ସମସ୍ତେ ଖୁସି ହେଇ ଉଠିଲେ। କାଜୀ ସାହେବ ବିବାହର ସମସ୍ତ କର୍ମକର୍ମାଣୀ ଶେଷ କରି ପକେଇଲେ। ଗାଁ କମ୍ପାଇ ଶୁକ୍ରାନ ପଢ଼ା ହେଲା। ବିବାହ ପରେ ରୁକ୍ନମୀ ଆରମ୍ଭ ହେଲା। ବର କନ୍ୟାଙ୍କୁ ପରସ୍ପର ମୁହଁ ଦେଖିବା ଲାଗି ଗୋଟେ ଘର ଭିତରକୁ ଅଣାଗଲା। ଅମିନା ହାତକୁ ଗୋଟେ ଦର୍ପଣ ବଢ଼ାଇ ଦିଆଗଲା। ସେହି ଦର୍ପଣରେ ସେ ତାର ସ୍ୱାମୀର ମୁହଁ ଦେଖିବ। ଦର୍ପଣର ସ୍ୱଚ୍ଛ କାଚ ଉପରେ ତାର ସ୍ୱାମୀର କଳା କଳା ଧାଡ଼ି ସମେତ ମୁହଁଟା ଯେତେବେଳେ ଭାସି ଉଠିଲା, ସେତେବେଳେ ନିଜର ଅନିଚ୍ଛା ସତ୍ତ୍ୱେ ଅମିନାର ଆଖି ଦିଟା ସେଠାରୁ ଫେରି ଆସି ନିରୁଦ୍ଦିଷ୍ଟ ଭାବରେ ସେହି ଘରର ଏଣେ ତେଣେ ବୁଲିବାକୁ ଲାଗିଲା। ଶୁଭ ଦୃଷ୍ଟିର ଲଗ୍ନ ମଉଳିଗଲା। ଯଥା ସମୟରେ ବରକନ୍ୟା ବିଦା ହେଇଯିବା ପରେ ଦିଲିର ଖାଁ ଘରଟା ପୁଣି ସୁନସାନ ପଡ଼ିଗଲା। ସେଇ ନିସ୍ତବ୍ଧ ନୀରବତାର ତୀକ୍ଷ୍ଣ ଧାର ମାଟିର ପାଚେରୀ ଡେଇଁ ମଦନ ଘରକୁ ଆସି ତାକୁ ପ୍ରତି ମୁହୂର୍ତ୍ତରେ ବିଦ୍ଧ କରିବାକୁ ଲାଗିଲା। ମଦନାର ମନେ ପଡ଼ିଲା, ଶାଶୁ ଘରକୁ ଯିବାର ଠିକ୍ 2 ଘଣ୍ଟା ଆଗରୁ ମଦନା ତାଙ୍କର ଅଗଣାରେ ଛିଡ଼ା ହେଇ ସେ ଭଙ୍ଗା ପାଚେରୀ ଫାଙ୍କରେ ଥରେ ମାତ୍ର ଅମିନାକୁ ଦେଖିଥିଲା। ଅମିନା ବଧୂ ବେଶରେ ସଜ୍ଜିତା ହେଇ ତାଙ୍କ ଅଗଣାରେ ଚୁପ୍ଟି ହେଇ ଛିଡ଼ା ହେଇଥିଲା। ବାହାଘରର କାନଫଟା ଗୋଳମାଳରୁ ଅଲଗା ହେଇ ସେ ଯେମିତି ଟିକେ ଦମ୍ ମାରିବାକୁ ଚେଷ୍ଟା କରୁଥିଲା। ମଦନାର ଆଖି ତା ଆଖି ସଙ୍ଗେ ମିଶିଯିବା ପରେ ମଦନା ଦେଖିପାରିଲା, ଅମିନାର ଆଖି ଉପରେ ଗୋଟେ ବହୁ ଦିନର ଅନିଦ୍ରା ଯେପରି ଜମି ରହିଛି। ମଦନା ତା ଆଡ଼କୁ ଆଉ ଅନେଇ ପାରିଲାନି। ଅମିନା ଶାଶୁଘରକୁ ଚାଲିଯିବା ପରେ ମଦନା ବାହା ହେବାକୁ ଏକା ଜିଦ୍ ଧରି ବସିଲା। କେଜାଣି କାହିଁକି କାହା ଉପରେ ଥିବା ବହୁଦିନର ରାଗ ସଜେଇବା ପାଇଁ ସେ ଯେମିତି ଶୀଘ୍ର ଗୋଟେ ବେକରେ ଛନ୍ଦି ପକାଇବାକୁ ଚାହୁଁଥିଲା। କେହି ତାକୁ ଏ ବିଷୟରେ କିଛି ପ୍ରଶ୍ନ କଲେ ମଦନା ଗରଗର ହେଇ କହୁଥିଲା, କାହିଁକି ମ ସମସ୍ତେ ବାହା ହେବେ, ମୁଁ କ'ଣ ମଣିଷ ନୁହେଁ କି? ମୁଁ କ'ଣ ବାହା ହେବାକୁ ଭାର୍ଜନ ନୁହେଁ? ଏହାର ମାସକ ପରେ ମଦନା ଗୁରୁବାରୀକୁ ତୋଳା କନ୍ୟା କରି ତାଙ୍କ ଗାଁଠାରୁ 4 କୋଶ ଦୂର ତଣ୍ଡକଣା ଗାଁରୁ ଟେକି ଆଣିଲା। ଆଜି ଏଇ ନିସ୍ତବ୍ଧ ରାତିରେ ସେଇ ଛପଛପିକିଆ ସଜନା ଗଛ ଛାଇରେ ମଦନା ମନରେ ଅତୀତର ସେଇ ପୁରୁଣା କାହାଣୀ ଗୁଡ଼ାକ ଫଣା ଟେକି ଛିଡ଼ା ହେଲେ। ତା ମନର ଶୋଇଲା ସାପ ଗୁଡ଼ାକ ଆଜି ଯେମିତି ବିସ୍ମୃତିର ଅତଳ ଗହ୍ୱରରୁ ବାହାରି ଆସି ଖୋଲା ଆଲୁଅରେ ବୁଲିବାକୁ ଇଚ୍ଛା କରୁଥିଲେ। ଭାବୁ ଭାବୁ ମଦନକୁ କେତେବେଳେ ଛାଇ ନିଦ ଲାଗି ଆସିଛି। ୟା ଭିତରେ ରନ୍ଧାବଢ଼ା ସାରି ଗୁରୁବାରୀଟା ଯେ କେତେବେଳେ ଆସି ତା ପାଖରେ ଢୋଳେଇ ପଡ଼ିଛି ତାର ନଜର ନାହିଁ। ରାତି ଅଧରେ ହଠାତ୍ ଚାହୁଁକିନା ମଦନାର ନିଦ ଭାଜିଯିବାରୁ ସେ ଦେଖିଲା, ଦୂରରେ ଧୋବ ଲୁଗା ପିନ୍ଧି ମଣିଷ ପରି ଗୋଟେ କ'ଣ ଚଳନ୍ତା ମୂର୍ତ୍ତି ତାରି ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ଠିଆ ହେଇ ରହିଛି। ମଦନା ତା ଛାତି ଉପରୁ ଗୁରୁବାରୀର ହାତଟାକୁ ତଳକୁ ଫୋପାଡ଼ି ଦେଇ ଆଖି ମଳି ମଳି ଉଠି ଛିଡ଼ା ହେଲା। ଦେଖିଲା, ଆକାଶରେ ସଫା ଜହ୍ନଟା ସେମିତି ଧୋବ କଟକଟ ଦିଶୁଛି। ଆଉ ସେଇ ଛାଇଟା ପାଚେରୀ ତଳେ ତଳେ କ୍ରମେ ଦୂରକୁ ଦୂରକୁ ଘୁଞ୍ଚି ଯାଉଛି। ମଦନା ଡାକିଲା, କିଏ? କାହାର କୌଣସି ଉତ୍ତର ନାହିଁ। ଯେଉଁଠି ପାଚେରୀଟା ମଝିରୁ 2 ଫାଙ୍କ ହେଇ ଭାଙ୍ଗି ଯାଇଛି ସେଠି କୌଣସି ଛାଇ ଛାଇଆ ଅନ୍ଧାର ନାହିଁ। ଜହ୍ନ ଆଲୁଅରେ ସବୁ ଜିନିଷ ସେଠାରେ ଅରୁଆ ଚାଉଳ ପରି ବାରି ହେଇ ଦିଶୁଛି। ସେଇ ଛାଇଟା ସେଠାରେ ପହଞ୍ଚିବା ମାତ୍ରକେ ମଦନା ଦେଖିପାରିଲା, ସିଏ ଆଉ କେହି ନୁହେଁ, ଅମିନା। ଅମିନାର ବଡ଼ ବଡ଼ ଆଖି ଦିଟାରେ ଛାଇ ଆଉ ଆଲୁଅର ଜୁଆର ପଡ଼ି ମନେ ହେଉଥିଲା ସତେ ଯେମିତି ସେଥିରେ ଜମି ରହିଛି ଖାଲି କ୍ଳାନ୍ତି ଆଉ କ୍ଳାନ୍ତି। ମଦନା ଡାକିଲା, ଅମିନା। ଛାଇଟା ସେଇ ଭଙ୍ଗା ପାଚେରୀ ସନ୍ଧିରେ ଗଳି ଦିଲିର ଖାଁ ଅଗଣା ଭିତରକୁ ପଶି ଆସିଲା। ମଦନା ଫେରି ଆସିଲା। ସେ ରାତିରେ ତାକୁ ଆଉ ନିଦ ହେଲାନି। ତା ମନରେ ଭାରି ଭୟ ହେଲା। ଅମିନାର ଉଦ୍ଦେଶ୍ୟ କ'ଣ ସେ ଜମା ବୁଝିପାରିଲାନି। ଅମିନାର ବଡ଼ ବଡ଼ ଆଖି ଦିଟା ତାକୁ ପ୍ରତି ମୁହୂର୍ତ୍ତରେ ଶିକାରୀ ପରି ଗୋଡ଼େଇ ଧରିବାକୁ ଚେଷ୍ଟା କଲା। ଗୁରୁବାରୀ ଡରିବ ବୋଲି ସେ ତାକୁ କୌଣସି କଥା ଫିଟେଇକିରି କହିଲାନି। ମଦନାର ମନେ ପଡ଼ିଲା, ଅମିନା ତାକୁ ସକାଳେ ଧମକ ଦେଇ କହିଥିଲା, ଦୁହିଁଙ୍କର ଖୁନ୍ ନିକାଲି ଦେବି। ତେବେ କ'ଣ ଅମିନା ଏତେ ରାତିରେ ତାକୁ ଆଉ ଗୁରୁବାରୀକୁ ଖୁନ୍ କରିବାକୁ ଆସିଥିଲା? କିନ୍ତୁ ଅମିନାର ଆଖି ଦୁଇଟା ତା ଆଶଙ୍କା ବିରୋଧରେ ପ୍ରତିବାଦ ଜଣେଇଲେ। ଖୁନ୍ କରିବାକୁ ଆସିଥିଲେ ସେ ଏମିତି ଭାବରେ ତା ଆଡ଼କୁ ଚାହିଁ ରହିଥାନ୍ତା କାହିଁକି? ସେଇ କଳା ରାତିର ସମସ୍ତ ରହସ୍ୟ, ସମସ୍ତ ଗଭୀରତା ଯେମିତି ତା ଆଖି ଭିତରେ ଲୁଚି ରହିଥିଲା। ମଦନାର ମନେ ପଡ଼ିଲା, ଶାଶୁ ଘରକୁ ଯିବା ପୂର୍ବ ମୁହୂର୍ତ୍ତରେ ଅମିନା ଠିକ୍ ତାକୁ ଏମିତି ଭାବରେ ଥରେ ଚାହିଁଥିଲା। ତାପରେ ସେ ଭାବିଲା, କାଇଁ ଅମିନା ହାତରେ ତ ଛୁରୀ ଫୁରି କିଛି ନଥିଲା। ମଦନା ଭାବି ଭାବି କିଛି ଥଳକୂଳ ପାଇଲାନି। ଏହାର କିଛି ଦିନ ପରେ ଅମିନା ଦିନେ ବେହୋସ ହେଇ ତଳେ ପଡ଼ିଗଲା। ବେହୋସ ହେଇ ସେ ଖାଲି ଅନବରତ ପ୍ରଳାପ କରିବାକୁ ଲାଗିଲା। ତା ସ୍ୱାମୀ ଆଉ ଗୁରୁବାରୀ ବିରୁଦ୍ଧରେ ସେ କେବଳ ପ୍ରଳାପର ବିଷବାନ୍ତି କରିବାକୁ ଲାଗିଲା। ଗୁରୁବାରୀକୁ ଯେ ସେ ଖୁନ୍ କରିବାକୁ ଚାହେଁ ଆଉ ତା ସ୍ୱାମୀକୁ ଜାହାନ୍ନମକୁ ପଠାଇ ଦେବାକୁ ଚାହେଁ, କେବଳ ଦିନ ତମାମ ସେହିଭଳି ଗର୍ଜନ କରିବାକୁ ଲାଗିଲା।
ବହୁତ କବିରାଜ ଆସିଲେ, ହାକିମ ଆସିଲେ, ମାତ୍ର ଅମିନାର ଚେତା ହେଲାନି। ସେ ନିଜର ଦେହ ମୁଣ୍ଡକୁ ନଖରେ ଆମ୍ପୁଡ଼ି ପକେଇଲା। ନିଜ ବାହାଟାକୁ ନିଜେ କାମୁଡ଼ି କାମୁଡ଼ି ଛିଣ୍ଡେଇ ପକେଇଲା। ଗୁରୁବାରୀ ଆଉ ତା ସ୍ୱାମୀକୁ ଅନର୍ଥକ ଗାଳିଗୁଲଜ ଦେଇ ତା ମନ ଟିକେ ଥଣ୍ଡା ହେବାରୁ ସେ ସେମାନଙ୍କୁ ଛାଡ଼ି ମଦନାକୁ ଆକ୍ରମଣ କଲା। ମଦନା ଯେ ସବୁ ଅନର୍ଥର ମୂଳ, ମଦନା ଯେ ତାକୁ ଖୁନ୍ କରୁଛି, ଏହିଭଳି ଭାବରେ ସେ ପାଟି କରି ବକିବାକୁ ଲାଗିଲା। ରାତିରେ ତା ଛାତି ଭିତରେ କଫ ଜମି ଯାଇ ଘଡ଼ ଘଡ଼ ଶବ୍ଦ ଶୁଣାଗଲା। କବିରାଜ ନାଡ଼ି ଦେଖି କହିଲେ ନିମୋନିଆ ହେଲାଣି। ଅମିନା ସେହିପରି ଭାବରେ ବେହୋସ ହେଇ ୟାଡ଼ୁ ସିଆଡ଼ୁ ବକୁଥାଏ। ତହିଁ ଆର ଦିନ ସକାଳୁ କଫ ଜମି ତାର କଣ୍ଠରୁଦ୍ଧ ହେଇ ଆସିଲା। ସକାଳେ ଅମିନା ମରିଗଲାଣି ଶୁଣି ଗୁରୁବାରୀ ଖୁସି ହେଇ ମଦନାକୁ କହିଲା, ମଲାନି ଯେ, ମୋର କାଳ ଗଲା। ମଦନା କିନ୍ତୁ ତା କଥାରେ କୌଣସି ଉତ୍ସାହ ଦେଖାଇଲାନି। ସେ ଅନ୍ୟମନସ୍କ ଭାବରେ କେବଳ କହିଲା, ଆହା, ବିଚାରୀ ବଡ଼ କଲବଲ ହେଇ ମଲା। ଅମିନାର ମୃତଦେହକୁ ପଶ୍ଚିମ ଦିଗକୁ ମୁହଁ ବୁଲେଇ ଶୋଇ ଦିଆଗଲା। ତାପରେ ତାକୁ ସ୍ନାନ କରେଇ ନମାଜ ପଢ଼ି ତାବୁତରେ ଶୋଇ କବର ଭୂଇଁକୁ ନିଆଗଲା। ଅମିନାର ମୃତ ଆତ୍ମାର ସଦ୍ଗତି ପାଇଁ ମୌଲଭୀ ସାହେବ ମସଜିଦ ସାମ୍ନାରେ ଜେନାଜା ପଢ଼ିଲେ। ସୁଭନକା ଆଲମ ହୁମା ୱାହା ମଜିକା ୱାଲା ସନାଉକା ୱତୱରାହା ହକମକୁକା ୱତାହାଲା ଜଦୁକା ୱଲାହିଲା ହଗରେକା। ମଡ଼ା ବୁହାଳିମାନେ ରାସ୍ତାଘାଟ କମ୍ପେଇ ତାବୁତ କାନ୍ଧି ପାଟି କରି ଚାଲିଲେ, କାନା ଆଲାଲ ଖୟାର। କବର ଭୂଇଁରେ ବେଲଦାରମାନେ ଗାଡ଼ ଖୋଳିଦେଲେ। ଶବ ସଂସ୍କାର ପରେ ଅମିନାର ମୃତଦେହକୁ ସେ ଗାଡ଼ ଭିତରେ ଶୋଇ ଦେଇ ଶେଷ ଥର ସକାଶେ ମନ୍ତ୍ର ପଢ଼ା ହେଲା। ବିସ୍ମିଲ୍ଲାହି ମଜହିରା ୱମର ସାହା ଇନାରବି ଲଘ୍ଫୁର ରହିମ। ତାପରେ ମାଟିର ଅନନ୍ତ ଗର୍ଭରେ ଅମିନାର କ୍ଷୁଦ୍ର ମାଟିର ଦେହ କୁଆଡ଼େ ଲୁଚିଗଲା। ଏହାର କିଛି ଦିନ ପରେ ମଦନା ଅଯାଚିତ ଭାବରେ ଯାଇ ବୁଢ଼ା ଦିଲିର ଖାଁ ନିକଟରେ ଦିନେ ଅନୁରୋଧ କଲା, ଅମିନାର ମୃତଦେହ ଉପରେ ଗୋଟିଏ କବର ତୋଳି ଦେବାକୁ ହେବ। ସିଏ ନିଜେ ପଥର ସୁଆସ କରି ଚୂନ ପଲସ୍ତରା ଦେଇ କବର ତିଆରି କରିଦେବ। ସେଥି ସକାଶେ ସେ କୌଣସି ସୁଦ୍ଧା ପଇସା ଗୋଟିଏ ମଜୁରୀ ନେବନି। ବୁଢ଼ା ଦିଲିର ଖାଁ ବିଡ଼ି ତିଆରି କରୁ କରୁ ଗମ୍ଭୀର ହୋଇ ସବୁ କଥା ଶୁଣିଲା। ତାପରେ କହିଲା, ତୋର ଯାହା ଇଚ୍ଛା କର, ଖୋଦାଙ୍କ ଯାହା ବରାଦ, ମୁଁ ଆଉ କାହାକୁ କିଛି ମନା କରିବିନି। ତା ପରଦିନ ଠାରୁ କବର ଭୂଇଁରେ ମଦନାକୁ ଅମିନାର ମୃତଦେହ ଉପରେ ଗୋଟିଏ ବଡ଼ କବର ତିଆରି କରୁଥିବାର ଦେଖାଗଲା। ରୋଜ ସଞ୍ଜ ବୁଡ଼େ। ସବୁ ପଥୁରିଆ କାମ ସାରି ଘରକୁ ଫେରି ଆସିବା ପରେ ସେ ପଥର ଉପରେ ପଥର ଜମେଇ ଏକ ସୁନ୍ଦର କବର ତିଆରି କରେ। ରାତିରେ ରାଣୀ ଫୁଲ ପରି ଜହ୍ନ ପଡ଼ି ଶ୍ୟାମଳ ମଶାଣି ଦେହରେ ରୂପାର ପିଠଉ ଢାଳି ଦେଲାବେଳେ ମଦନା ଅମିନାର କବର ଉପରେ ବସି ତାର ଅତୀତର ବୋଡ଼ା ଶ୍ମଶାନଟା ଆଡ଼କୁ ଚାହେଁ। ତାର ମନେ ପଡ଼େ, ପିଲାଦିନେ ଥରେ ତାଙ୍କ ଗାଁର ଜଣେ ମଲା ଲୋକର କବର ଦେଖି ଅମିନା ତାକୁ କହିଥିଲା, ମୁଁ ମରିଗଲେ ତୁ ମୋ ଉପରେ ଏମିତି ଗୋଟେ କବର ତିଆରି କରିଦେବୁ ନା। ଦୂରରୁ ଅମିନାର ପିଲାଳିଆ ମୋଲାୟମ ହସ ପରି ଜହ୍ନ ଆଲୁଅ ଭାସି ଭାସି ସେଇ କବର ଭୂଇଁର ଅସୁମାରୀ ଘାସ ଗଛ ଗହଳରେ ଢେଉ ପରି ନହଡ଼ା ମାରି ଲୁଟିଯାଏ। ଆଜିର ପର୍ଯ୍ୟାୟରେ ଗାଳ୍ପିକ ସଚିଦାନନ୍ଦ ରାଉତରାୟଙ୍କର ଗଳ୍ପ ମାଟିର ତାଜ ବିଷୟର ଶେଷ ପର୍ଯ୍ୟାୟଟି ଜାଣିଲେ। ମୁଁ ଆଶା କରୁଛି ଆଜିର ପର୍ଯ୍ୟାୟଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ରହୁଛି, ଧନ୍ୟବାଦ।